ଚାଲିଥିଲା ନାଚ ଗୀତ ସମସ୍ତଙ୍କ ମୁହଁରେ ଖୁସି ଥିଲା। ଏ କୌଣସି ବିବାହ କି ମାଙ୍ଗଳିକ କାମ ନୁହେଁ, ବରଂ ଜଣକ ମୃତ୍ୟୁ ପରେ ଏଭଳି ହୋଇଛି। କିଛି ଦିନ ତଳେ ନୂଆପଡ଼ା ସୀମାନ୍ତରେ 16 ଜଣ ମାଓବାଦୀଙ୍କୁ ନିହତ କରିଥିଲେ ଯବାନ। ଏହି 16 ଜଣଙ୍କ ମଧ୍ୟରେ ଥିଲେ ମାଓ ନେତା ଚଲପତି। ତାଙ୍କର ମୃତଦେହ ଏବେ ଗାଁକୁ ଆସିଛି, ସେଥିପାଇଁ ସମସ୍ତଙ୍କ ମୁହଁରେ ଏଭଳି ହସ ଦେଖିବାକୁ ମିଳୁଛି। କେନ୍ଦ୍ରୀୟ ମାଓ ନେତା ଚଲପତିଙ୍କ ମୃତ୍ୟୁ ପରେ ଶ୍ରୀକାକୁଲମ ଜିଲ୍ଲା ପାଲସା ବ୍ଲକ ବଡ଼ ପାଚୁଆରେ ଅନ୍त्यେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି। ତାଙ୍କ ଶ୍ୱଶୁର ତଥା ଲକ୍ଷ୍ମଣ ରାଓ ରାୟପୁର ଯାଇ ଶବକୁ ଚିହ୍ନଟ କରି ବଡ଼ା ପାଚୁ ଆଣିଥିଲେ। ଚଲପତିଙ୍କ ମୃତଦେହ ଆସିବା ପରେ ବହୁ ସିପିଆଇ କର୍ମୀ ଓ ଅମର ବିରୁଲା ପରିବାର ସଂଘର ଶତାଧିକ କର୍ମୀ ଯୋଗ ଦେଇଥିଲେ। ସିପିଆଇ ଢାଞ୍ଚାରେ ତାଙ୍କର ଅନ୍त्यେଷ୍ଟିକ୍ରିୟା ହୋଇଥିଲା। ମାଓ ନେତାଙ୍କ ମୃତ୍ୟୁ ପରେ ଅନେକଙ୍କ ମନରେ ଖୁସି ଥିଲା। ସମସ୍ତେ ନାଚ ଗୀତରେ ମସଗୁଲ ହୋଇ ବେଶ ମଜା ନେଇଥିଲେ। ସମସ୍ତ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ବାରମ୍ବାର କୁହାଯାଇଥିଲା, ହେଲେ ସେମିତି ନ ହେବାରୁ ଆଜି ଏହି ଅବସ୍ଥା ହୋଇଛି। ଯବାନମାନେ ମାଓ ସଂଗଠନକୁ ଧ୍ୱଂସ କରିବା ପାଇଁ ପଣ କରିଛନ୍ତି। ଏବେ ବି ସମୟ ଅଛି, ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଦରକାର। ବଡ଼ ବଡ଼ ଲିଡରଙ୍କୁ ଯବାନମାନେ ଟାର୍ଗେଟ କରି ମାଓ ସଂଗଠନକୁ ଧ୍ୱଂସ କରିଛନ୍ତି, ତେଣୁ ସମସ୍ତେ ଆଉ ଭୁଲ କରନ୍ତୁ ନାହିଁ ବୋଲି କୁହାଯାଇଛି। ମାଲକାନଗିରିରୁ ଶିବରାମ ସାହୁଙ୍କ ରିପୋର୍ଟ, ସମୟ ଲାଇଭ୍।